କୋରାପୁଟରେ ନାବାଳିକା ଉପରେ ଦୁଷ୍କର୍ମ ଘଟଣା। କୋରାପୁଟ ଟାଉନରୁ ଏକ ହୃଦୟ ବିଦାରକ ଘଟଣା ପ୍ରକାଶକୁ ଆସିଛି। ଅପହରଣ କରାଯାଇଥିବା ଏକ ନାବାଳିକା ଉପରେ କାର ମଧ୍ୟରେ ସାରା ରାତି ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ମିଳିଛି। ଘଟଣା ପରେ ନାବାଳିକା ପକ୍ଷରୁ ଦିଆଯାଇଥିବା ଅଭିଯୋଗ ଅନୁସାରେ ଏକ ଯୁବକ ତାଙ୍କୁ ଚତୁର ଉପାୟରେ ଅପହରଣ କରି ନିଜ କାରରେ ନେଇଯାଇଥିଲା। ସେଠି ସାରା ରାତି ଧରି ତାଙ୍କ ସହ ଦୁଷ୍କର୍ମ କରାଯାଇଥିଲା ବୋଲି ଅଭିଯୋଗ ହୋଇଛି। ପରେ ପରିବାର ଲୋକଙ୍କ ଅଭିଯୋଗ ପରେ କୋରାପୁଟ ଟାଉନ ଥାନା ପୋଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ଉପରେ PCSO ଧାରାରେ ମାମଲା ରୁଜୁ କରାଯାଇଛି ଓ ତାଙ୍କୁ ଆଦାଲତରେ ପେଶ କରାଯିବାକୁ ଯାଉଛି। ଏହି ଘଟଣା କୋରାପୁଟ ଅଞ୍ଚଳରେ ଚିନ୍ତାର ସୃଷ୍ଟି କରିଛି। ପୋଲିସ କହିଛି ଯେ ଘଟଣାର ଗଭୀର ତଦନ୍ତ ଚାଲିଛି ଓ ଅନ୍ୟ ଜଣେ ଯଦି ଜଡ଼ିତ ଅଛନ୍ତି ସେମାନଙ୍କୁ ମଧ୍ୟ ଶୀଘ୍ର ଗିରଫ କରାଯିବ। ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ରୁହନ୍ତୁ। ଏହିପରି ଅପରାଧ ଘଟଣା ପାଇଁ ସଦା ହେଉଛି ଏବଂ ନ୍ୟାୟ ମିଳିବ ବୋଲି ନାବାଳିକା ପରିବାର ଆଶା କରୁଛନ୍ତି। ନାବାଳିକାଙ୍କ ପାଇଁ ସୁରକ୍ଷିତ ପରିବେଶ ତିଆରି କରିବା ଦାୟିତ୍ୱ ସମସ୍ତଙ୍କର। ଏହି ଘଟଣା ଉପରେ ଆମେ ଆଉ ଅଧିକ ଖବର ନେଇ ଶୀଘ୍ର ଆସୁଛୁ। ଏପର୍ଯ୍ୟନ୍ତ ପାଇଁ ଏତିକି। ଆଉ ଖବର ପାଇଁ ଦେଖନ୍ତୁ ଆଖିତୁରି ଖବର। ଆସ୍କ ChatGPT।